ନମସ୍କାର ଦର୍ଶକ ବନ୍ଧୁ। ଆଜି ନତାଶା ହସ୍ପିଟାଲରେ ଥାଇ କହୁଥିବେ, ମୁକ୍ତି ମୁଁ ଗୋଟେ ଝଟକାରେ ତୋର ସ୍ୱପ୍ନକୁ ଚୁରମାର କରିଦେଲି। ତୋର ସବୁକିଛି ମୁଁ ନଷ୍ଟ କରିଦେଲି। ସେ ବେବିକୁ ନେଇ ତୋର ବହୁତ ଗର୍ବ ଥିଲା ନା? ଏବେ ତ ସେ ବେବି ହିଁ ନାହିଁ। ହାରିଗଲୁ, ତୁ ହାରିଗଲୁ ଏମିତି କହି ହସିବାକୁ ଲାଗିବେ। ଠିକ୍ ସେତିକିବେଳେ ମୁକ୍ତି ଆସି ନତାଶାକୁ ଜୋରରେ ଚାପୁଡ଼ାଟେ ମାରିବେ। ଆଉ କହିବେ, ତୋର ଏଇ ଭୁଲ ତୋ ପାଇଁ କାଳ ହେଇଯିବ। ମୋ ସନ୍ତାନ ଉପରକୁ ବିପଦ ଆସିଲେ ସାଧାରଣ ନାରୀ ବି କାଳୀ ରୂପ ହୋଇପାରେ। ଏବେ ତତେ ମା' ହିଁ ଦଣ୍ଡ ଦବ। ଏବେ ବି ତୁ ଜିତିନୁ ନତାଶା, ତୁ ହାରିଛୁ। ତୁ ଯେତେ ଚେଷ୍ଟା କଲେ ବି ମୋ ସିନ୍ଦୁରକୁ ତୁ କେବେ ବି ପାଇପାରିବୁନି, କେବେ ବି ନୁହଁ। ସେତିକିବେଳେ ମୁକ୍ତି ହାତ ବଢ଼ାଇବେ ଆଉ ଆଦି ତାଙ୍କ ହାତକୁ ଧରିବେ। ଏସବୁ ଦେଖି ନତାଶା କହିବେ, ନାହିଁ ଏଡି, ଦେଖ ଏସବୁ ମୁଁ ତମ ପାଇଁ କରିଛି, ପ୍ଲିଜ୍ ଏଡି କହିକି ହାତ ଧରିବା ସମୟରେ ଏଡି ଠେଲିଦେବେ ଆଉ କହିବେ, ଆମ ବେବିକୁ ମାରି ତମେ ଯୋଉ ବଡ଼ ପାପ କରିଛ ନତାଶା, ଏବେଠୁ ମୋ ମନରେ ତମ ପାଇଁ ଖାଲି ଘୃଣା ରହିବ, କେବଳ ଘୃଣା। ଆଉ ଆପଣମାନଙ୍କୁ କ'ଣ ଲାଗୁଛି, ଏତେ ପରେ ମୁକ୍ତି କ'ଣ ନତାଶାକୁ କ୍ଷମା କରିଦବ ନା ଆଉ କ'ଣ ହବ? ଏସବୁ ବିଷୟରେ ଅଧିକ ଜାଣିବା ପାଇଁ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।